এই ଫଳ ଖାଇ ଆମ ସମସ୍ତଙ୍କର ଅବସ୍ଥା କ'ଣ ହେଲା ଚାଲନ୍ତୁ କହିବା। ହେଲେ ଏଭ୍ରିୱାନ୍ ସମସ୍ତେ କେମିତି ଅଛନ୍ତି? ଆଶା କরি ସମସ୍ତେ ବହୁତ ଭଲରେ ଥିବେ ଆଉ ଆମେ ବି ବହୁତ ଭଲରେ ଅଛୁ। ଦେଖନ୍ତୁ ତା ବାବା ଯାଇଥିଲେ ଆଜି ମାର୍କେଟ, ଆଉ ମାର୍କେଟରୁ ଆସିଲା ବେଳେ ଜଙ୍ଗଲ ସାଇଡ଼୍ରେ ଗଛ ଥିଲା ତ ସେଇଠୁ ନେଇ ଆସିଛନ୍ତି କୁସୁମ। ଆପଣଙ୍କ ସିଆଡ଼େ ଏଇ ଫଳକୁ କେଉଁ ନାଁରେ ଜାଣିଛନ୍ତି ନିଶ୍ଚୟ ଜଣାଇବେ, ଆଉ କେଉଁ ନାଁ ୟାର ମାନେ କେମିତି ନାଁ ଅଛି ୟାର ନିଶ୍ଚୟ କହିବେ ଯଦି ଆପଣମାନେ ଜାଣିଥିବେ। ତ ଏଇଠି ଦେଖନ୍ତୁ ମୁଁ ବି ବହୁତ ବର୍ଷ ହେଲା ଏଇ ଫଳ ଖାଇନଥିଲି, ବାହା ହେବା ଆଗରୁ ମୁଁ ଥରେ ଦୁଇଥର ଖାଇଥିଲି ବୋଧେ, ଆଉ ଆଜି ଫଳ ଦେଖୁଛି ଆଉ ଖାଉଛି। ବହୁତ ଖୁସି ଲାଗୁଥିଲା ଏଇ ଫଳ ଦେଖିକି, ଆଉ ଆଜି ଖାଇବି। ତ ମାନେ କ'ଣ କହିବି, ଭଲରେ ମାନେ ଖାଇଲା ବେଳେ ତ ବହୁତ ସୁନ୍ଦର ଲାଗୁଥିଲା ଖାଇବା ପାଇଁ। ତ ଖାଇ ତ ଦେଲୁ, କିନ୍ତୁ ତାପରେ ଯେଉଁ ଆମର ସମସ୍ତଙ୍କର ଅବସ୍ଥା, ମୋ ଝିଅ ଦେଖନ୍ତୁ ସେ କେତେ ଖାଉଛି, ଆଉ ଛୁଆ ଲୋକକୁ ଏଇଟା ଦିଅନ୍ତି କି ନାହିଁ ମୁଁ ତ ଜାଣିନାହିଁ। ସେ ଆଜି ମାନେ ଏଥର ଫାର୍ଷ୍ଟ ଟାଇମ୍ ଖାଉଛି, ଆଉ ବହୁତ ହି ମାନେ କ'ଣ କହିବି ଖୁସିରେ ଫଳଟା ଖାଉଥିଲା। ତାକୁ ଯେତେ ମନା କଲେ ବି ସେ କାନ୍ଦୁଥିଲା। ଦେଖନ୍ତୁ ସେ କେତେ ଖାଉଛି, ନିଜେ ଚୋପା ଛଡ଼େଇକି ଖାଉଛି। ଆଉ ଆପଣମାନେ ଏଇ ଫଳ ଖାଇଲେ କି ନାହିଁ ନିଶ୍ଚୟ ଜଣାଇବେ। ଆମେ ତ ଖାଇକି ଏଇ ଫଳ ନୂଆ ହେଇଗଲୁଣି, ଆଉ ଆମ ଅବସ୍ଥା ବି ବହୁତ ପୁରା ଖରାପ ହେଇଯାଇଥିଲା ଏଇ ଫଳ ଖାଇକି। ଆଉ ଭାବୁଛି ଆଉ କେବେ ଖାଇବିନି, ଆର ବର୍ଷକୁ ଖାଇଲେ ନହେଲେ ନାହିଁ। ତ ଆପଣଙ୍କ ସିଆଡ଼େ ଏବେ ଫଳ ହେଉଛି କି ନାହିଁ ନିଶ୍ଚୟ ଜଣାଇବେ। କିନ୍ତୁ ଏଇ ସିଜନ୍ଟା ହେଉଛି ଏଇ ଫଳର। ଆଉ ଜାମୁକୋଳିରେ ଆପଣମାନେ କିଏ ଖାଇଲେ ନିଶ୍ଚୟ କହିବେ। ମୁଁ ତ ଖାଏ ନାହିଁ ସେ ଫଳ। ତ ଆପଣମାନଙ୍କ ଭିଡ଼ିଓଟି କେମିତି ଲାଗେ ନିଶ୍ଚୟ ଜଣାଇବେ। ତ ରହୁଛି ଜୟ ଜଗନ୍ନାଥ।